ଆପଣ କେବେ ଏମିତି ଅନୁଭବ କରିଛନ୍ତି କି ପ୍ରାର୍ଥନା କରୁଛନ୍ତି, ବାଇବଲ ପଢ଼ୁଛନ୍ତି, ଚର୍ଚ୍ଚକୁ ଯାଉଛନ୍ତି, ତଥାପି ମନେ ହେଉଛି କି ପରମେଶ୍ୱର ମୋ ସହିତ କଥା କହୁନାହାନ୍ତି? କେବେ କେବେ ମନରେ ପ୍ରଶ୍ନ ଆସେ, ପ୍ରଭୁ ଆପଣ କେଉଁଠି ଅଛନ୍ତି? ମୁଁ ଆପଣଙ୍କୁ ବହୁତ ଡାକୁଛି, କିନ୍ତୁ କୌଣସି ଉତ୍ତର ପାଉନାହିଁ। ଆଜି ମୁଁ ଆପଣଙ୍କୁ ଗୋଟିଏ କଥା କହିବାକୁ ଚାହୁଁଛି। ହୁଏତ ପରମେଶ୍ୱର ଚୁପ୍ ନୁହନ୍ତି, ସେ ଆଜି ମଧ୍ୟ କଥା କହୁଛନ୍ତି, କିନ୍ତୁ ଏହି ବ୍ୟସ୍ତ ଦୁନିଆରେ କୋଳାହଳ ମଧ୍ୟରେ ଆମେ ତାଙ୍କର ସ୍ୱରକୁ ଶୁଣି ପାରୁନାହୁଁ। ଆଜିର ବାର୍ତ୍ତା ଶେଷ ପର୍ଯ୍ୟନ୍ତ ଶୁଣନ୍ତୁ। ହୁଏତ ଆଜି ପରମେଶ୍ୱର ଏହି ବାର୍ତ୍ତା ମାଧ୍ୟମରେ ଆପଣଙ୍କ ସହ କଥା କହିବେ। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ପ୍ରେମରେ ଆପଣମାନଙ୍କୁ ମୋର ନମସ୍କାର। ଆସନ୍ତୁ ଆମେ ବାଇବେଲର ଯୋହନ ପୁସ୍ତକ 10 ଅଧ୍ୟାୟର 27 ପଦରେ ପଢ଼ିବା। ମୋ ମେଷ ସବୁ ମୋହର ସ୍ୱର ଶୁଣନ୍ତି ଓ ମୁଁ ସେମାନଙ୍କୁ ଜାଣେ, ଆଉ ସେମାନେ ମୋହର ପଛେ ପଛେ ଚାଲନ୍ତି। ବନ୍ଧୁଗଣ, ଏହା କେବଳ ଗୋଟିଏ ବାକ୍ୟ ନୁହେଁ, ଏହା ପ୍ରତ୍ୟେକ ବିଶ୍ୱାସୀଙ୍କ ପାଇଁ ଗୋଟିଏ ପ୍ରତିଜ୍ଞା। ଏହି ବାକ୍ୟରେ ଯୀଶୁ ନିଜକୁ ଜଣେ ମେଷପାଳକ ବୋଲି କହୁଛନ୍ତି, ଆଉ ଆମମାନଙ୍କୁ ତାଙ୍କର ମେଷ ବୋଲି କହୁଛନ୍ତି। ଆପଣ ଜାଣନ୍ତି କି ଗୋଟେ ମେଷ ଶହ ଶହ ଲୋକଙ୍କ ସ୍ୱର ମଧ୍ୟରୁ ନିଜ ମେଷପାଳକଙ୍କ ସ୍ୱରକୁ ଚିହ୍ନିପାରେ କାହିଁକି? କାରଣ ସେ ପ୍ରତିଦିନ ନିଜ ମେଷପାଳକଙ୍କ ସହିତ ରହେ। ସେ ସେହି ସ୍ୱର ସହ ପରିଚିତ ହୋଇଯାଏ। ଠିକ୍ ସେହିପରି ଆମେ ମଧ୍ୟ ଯଦି ପ୍ରତିଦିନ ପରମେଶ୍ୱରଙ୍କ ସହ ସମୟ ବିତାଇବା, ତେବେ ଧୀରେ ଧୀରେ ଆମେ ମଧ୍ୟ ତାଙ୍କ ସ୍ୱରକୁ ଚିହ୍ନିବା ଆରମ୍ଭ କରିବା। ଆମେ କାହିଁକି ପରମେଶ୍ୱରଙ୍କ ସ୍ୱରକୁ ଶୁଣି ପାରୁନାହୁଁ? ବନ୍ଧୁଗଣ, ଆଜି ଗୋଟିଏ ପ୍ରଶ୍ନ ନିଜକୁ ପଚାରନ୍ତୁ। ସକାଳେ ଉଠିବା ପରେ ଆପଣ ପ୍ରଥମେ କ'ଣ ଖୋଲନ୍ତି? ବାଇବେଲ ନା ମୋବାଇଲ? ଦିନସାରା ଫେସବୁକ୍, ୟୁଟ୍ୟୁବ୍, ଇନଷ୍ଟାଗ୍ରାମ, ହ୍ୱାଟ୍ସଆପ୍ ଏତେ ସବୁ ସ୍ୱର ଆମ କାନରେ ପଡ଼ୁଛି ଯେ ପରମେଶ୍ୱରଙ୍କ କୋମଳ ସ୍ୱରକୁ ଆମେ ଶୁଣି ପାରୁନାହୁଁ। ପରମେଶ୍ୱର କେବେ ଚିତ୍କାର କରନ୍ତି ନାହିଁ। ସେ ଶାନ୍ତ ଭାବରେ ଆମ ହୃଦୟରେ କଥା କୁହନ୍ତି, ଆଉ ସେହି ସ୍ୱରକୁ ଶୁଣିବା ପାଇଁ ଆମ ହୃଦୟ ମଧ୍ୟ ଶାନ୍ତ ହେବା ଦରକାର। ଧରନ୍ତୁ, ଗୋଟେ ଛୋଟ ପିଲା ନିଜ ବାପାଙ୍କ ସହ ବଜାରକୁ ଯାଇଛି। ଚାରିଆଡ଼େ ବହୁତ ଶବ୍ଦ ଆସୁଛି, ଗାଡ଼ିର ହର୍ନ, ଲୋକମାନଙ୍କ କଥା, କିନ୍ତୁ ହଠାତ୍ ପୁଅ ବୋଲି ତାଙ୍କ ବାପା ଡାକିଦେଲେ। ସେ ସାଙ୍ଗେ ସାଙ୍ଗେ ସେହି ସ୍ୱରକୁ ଚିହ୍ନିଗଲା କାହିଁକି? କାରଣ ସେ ସେହି ସ୍ୱର ସହିତ ପରିଚିତ। ଠିକ୍ ସେହିପରି ଯେଉଁମାନେ ପ୍ରତିଦିନ ପରମେଶ୍ୱରଙ୍କ ସହ ସମୟ ବିତାନ୍ତି, ସେମାନେ ଜୀବନର କୋଳାହଳ ମଧ୍ୟରେ ମଧ୍ୟ ତାଙ୍କ ସ୍ୱରକୁ ଚିହ୍ନି ପାରନ୍ତି। ପରମେଶ୍ୱର କେମିତି କଥା କୁହନ୍ତି? ଅନେକ ଲୋକ ଭାବନ୍ତି ପରମେଶ୍ୱର କେବଳ ସ୍ୱପ୍ନରେ କିମ୍ବା ଚମତ୍କାର ମାଧ୍ୟମରେ କଥା କୁହନ୍ତି, କିନ୍ତୁ ସବୁଠାରୁ ଅଧିକ ସେ ବାଇବଲ ମାଧ୍ୟମରେ କଥା କୁହନ୍ତି। କେବେ କେବେ ଗୋଟିଏ ବାକ୍ୟ ଆମକୁ ହୃଦୟକୁ ଛୁଇଁଯାଏ, କେବେ କେବେ ପ୍ରାର୍ଥନା ସମୟରେ ଶାନ୍ତି ମିଳେ, କେବେ କେବେ ଜୀବନରେ କିଛି ଘଟଣା ମାଧ୍ୟମରେ ସେ ଆମକୁ ଶିଖାନ୍ତି। ପରମେଶ୍ୱର ଆଜି ମଧ୍ୟ କଥା କହୁଛନ୍ତି। ପ୍ରଶ୍ନ ଏହା ନୁହେଁ ପ୍ରଭୁ କଥା କହୁଛନ୍ତି କି? ପ୍ରଶ୍ନ ହେଉଛି ଆମେ ଶୁଣିବା ପାଇଁ ପ୍ରସ୍ତୁତ କି? ପ୍ରଶ୍ନ ହେଉଛି ଆମେ ଶୁଣିବା ପାଇଁ ପ୍ରସ୍ତୁତ ଅଛୁ କି? ଆଜି ମାତ୍ର 5 ମିନିଟ୍ ପାଇଁ ମୋବାଇଲକୁ ଦୂରେ ରଖନ୍ତୁ, ବାଇବେଲ ଖୋଲନ୍ତୁ ଏବଂ ଏହି ଛୋଟ ପ୍ରାର୍ଥନା କରନ୍ତୁ। ପ୍ରଭୁ, ଆଜି ମୁଁ କହିବା ପାଇଁ ନୁହେଁ, ଶୁଣିବା ପାଇଁ ଆପଣଙ୍କ ପାଖକୁ ଆସିଛି। ଆପଣ ମୋ ହୃଦୟରେ କଥା କୁହନ୍ତୁ। ମୋର ବିଶ୍ୱାସ ଆପଣ କେବେ ନା କେବେ
ତାଙ୍କ ସ୍ୱରକୁ ନିଶ୍ଚୟ ଅନୁଭବ କରିବେ। ପରମେଶ୍ୱର କେବେ ତାଙ୍କ ସନ୍ତାନମାନଙ୍କୁ ଛାଡ଼ି ଦିଅନ୍ତି ନାହିଁ। ସେ ଆଜି ମଧ୍ୟ ଆପଣଙ୍କୁ ଡାକୁଛନ୍ତି। କେବଳ ଆପଣଙ୍କ ହୃଦୟକୁ ଶାନ୍ତ କରନ୍ତୁ ଏବଂ ତାଙ୍କ ସ୍ୱରକୁ ଶୁଣିବାକୁ ପ୍ରସ୍ତୁତ ହୁଅନ୍ତୁ। ପରମେଶ୍ୱର ଆପଣ ଓ ଆପଣଙ୍କ ପରିବାରକୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।